ଆଜିର ଜାଣିବା କଥାରେ ଯେ କାହା ସହିତ ଆମେ କ'ଣ ଖାଇବା ନାହିଁ। ତ ଆମେ ଘରେ ତ ବିଭିନ୍ନ ପ୍ରକାର ଜିନିଷ ଆମେ ଖାଇଥାଉ। ତେଣୁ କେଉଁ ଜିନିଷ ସହିତ କେଉଁ ଜିନିଷ ଖାଇଲେ ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ, ଏ ଭିଡ଼ିଓରେ ଆଜି ସେ ବିଷୟରେ ଆଲୋଚନା କରିବା। ତ ଏକ ରହୁଛି କ୍ଷୀର ସହିତ ଆପଣ ଦହି, ଲୁଣ, ଖଟା ଜିନିଷ, ଖରବୁଜ ବା ନଡ଼ିଆ, ମୂଳା, ଜହ୍ନି, ବେଲ, କୋଳଥ, ସତୁ ହାନିକାରକ ଅଟେ। କ୍ଷୀରରେ ଗୁଡ଼ ମିଶାଇ ପିଇବା ମଧ୍ୟ ହାନିକାରକ ଅଟେ। ଦୁଇରେ ହେଉଛି ଦହି ସହିତ କ୍ଷୀର, ଛେନା, ଗରମ ଭୋଜନ, କଦଳୀ, ଖରବୁଜ, ମୂଳା ଆଦି ଖାଇଲେ ଏହା କ୍ଷତିକାରକ। ତିନିରେ ହେଉଛି ଆପଣଙ୍କର ଅଣ୍ଟା କିମ୍ବା ସନ୍ଧି ବ୍ୟଥା ଯଦି ଥାଏ ତାହେଲେ କ'ଣ କରିବେ, କଦଳୀ, ପାଳଙ୍ଗ, ବିଲାତି, ଭାତ, ଦହି ଆଦି ଖଟା ଜିନିଷ କ୍ଷତିକାରକ ଅଟେ, ଏହା ଖାଇବେ ନାହିଁ। ଚାରିରେ ହେଉଛି ରୋଗ, ଆପଣ ଯଦି କିଛି ରୋଗ ଆଟାକ୍ କରିଛି ତେବେ ଆପଣ କ'ଣ କରିବେ ନା ରୋଗାବସ୍ଥାରେ ଲଙ୍କା, ଖଟା ପଦାର୍ଥ, ବାସି ଭୋଜନ, ମୂଳା, କଦଳୀ, ସାରୁ ଓ ପଣସ ଆଦି ସେବନ କରିବେ ନାହିଁ। ପାଞ୍ଚରେ ହେଉଛି ଘିଅ ସହିତ ଆପଣ ଥଣ୍ଡା କ୍ଷୀର, ଥଣ୍ଡା ପାଣି ଓ ମହୁର ସେବନ କରିବେ ନାହିଁ, ଏହା କ୍ଷତିକାରକ ହୋଇଥାଏ। ଛଅରେ ହେଉଛି ଆପଣ ତରଭୁଜ ସହିତ ପୋଦିନା ବା ଶୀତଳ ଜଳ ଖାଇବେ ନାହିଁ, ଏହା ହାନିକାରକ ଅଟେ। ସାତରେ ହେଉଛି ଆପଣ ଥଣ୍ଡା ପାଣି ସହିତ ଚିନାବାଦାମ, ଘିଅ, ତେଲ, ଖରବୁଜ, ପିଜୁଳି, ଜାମୁକୋଳି, କାକୁଡ଼ି କିମ୍ବା ଗରମ ଭୋଜନ ନେବା ଉଚିତ ନୁହେଁ, ଏହା ହାନିକାରକ ଅଟେ। ଆଠରେ ହେଉଛି ଆପଣ କ୍ଷୀରି ସହିତ ଖେଚୁଡ଼ି, ଖଟା ପଦାର୍ଥ ଓ ପଣସ ଖାଇବେ ନାହିଁ। ନଅରେ ହେଉଛି ଆପଣ ଚାହା ସହିତ କାକୁଡ଼ି କିମ୍ବା ଥଣ୍ଡା ଫଳ ବା ଥଣ୍ଡା ପାଣି ପିଇବା ଉଚିତ ନୁହେଁ। ଦଶରେ ହେଉଛି କଂସା, ତମ୍ବା କିମ୍ବା ପିତ୍ତଳ ପାତ୍ରରେ ଯେକୌଣସି ଖାଦ୍ୟ ଆପଣ ରଖୁଛନ୍ତି, ଯେମିତିକି ଘିଅ, ତେଲ, ଖଟା, ଦହି, କ୍ଷୀର, ଲହୁଣୀ, ଡାଲି ଓ ତରକାରୀ ଆଦି ଖାଇବା ଉଚିତ ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ। 11ରେ ହେଉଛି ଯେ ତ ଘରେ ବହୁତ ପ୍ରକାର ବାସନ ବ୍ୟବହାର କରୁ, ତ ବିଶେଷ କରି ପ୍ଲାଷ୍ଟିକ ବାସନରେ ରଖାଯାଇଥିବା ତରଳ ପଦାର୍ଥ ଖାଇବା ଓ ସିଝାଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ତେଣୁ ଏହି ବାସନ ଗୁଡ଼ିକୁ କମ୍ ବ୍ୟବହାର କରିବା ପାଇଁ ଚେଷ୍ଟା କରିବେ। ତ ଏଇ ଭିଡ଼ିଓରେ ଏତିକି, ପୁଣି ନେକ୍ସଟ ଭିଡ଼ିଓରେ କଥା ହେବା।